ओडिशार बजेट्रे सिने जगत ପାଇଁ କିଛି ନାହିଁ। ओडिशा बजेट्रु ନେଇ ନିରାଶ ହେଲା ସିନେ ଜଗତ। ବଢ଼ିଲା ଅସନ୍ତୋଷ। ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି ସଂଘ। ତେବେ କଳିଙ୍ଗ ଷ୍ଟୁଡିଓ ପାଇଁ 20 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ଏକ ଫିଲ୍ମ ସିଟି ନିର୍ମାଣ କରିବାକୁ ଯୋଜନା ମଧ୍ୟ ରହିଛି। ବାସ୍ ଏତିକି। 25 ବଜେଟ୍ରେ ମୋହନ ସରକାର ଓଡ଼ିଆ ସିନେମା ପାଇଁ ଏହି ଅନୁକମ୍ପା ଦେଖାଇଛନ୍ତି, ଯାହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓଲିଉଡରେ ନିରାଶ ଦେଖାଯାଇଛି। ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ତେବେ ଓଡ଼ିଆ ସିନେମା ଆଜିକାଲି କେହି ଦେଖୁନଥିବାରୁ ଓଡ଼ିଆ ସିନେମା ବହୁତ ତଳକୁ ପଳାଇଛି। କଳିଙ୍ଗ ଷ୍ଟୁଡିଓକୁ ଜାବୁଡ଼ି ଧରିଲେ କ'ଣ ହେବ? କଳିଙ୍ଗ ଷ୍ଟୁଡିଓ କାମ କରୁନାହିଁ। ସେ ଷ୍ଟୁଡିଓ କାହା କାମରେ ଆସୁ କି ନ ଆସୁ, ଲାଭ ଦେଉ କି ନ ଦେଉ, ଏହା ସିନେ ଜଗତ ପାଇଁ ବଡ଼ ବୋଲି ବାକି କଳାକାର ସବୁ କହିଛନ୍ତି। ସବୁ ପଛେ ଚୁଲିକି ଯାଉ, କିନ୍ତୁ ଓଡ଼ିଆ ସିନେମା ବଞ୍ଚିଥାଉ। ସରକାର ବଜେଟ୍ ଆଣିଲେ, କିନ୍ତୁ ଓଡ଼ିଆ ସିନେମାରେ ଉନ୍ନତି ତଥା ଅନ୍ୟାନ୍ୟ ଦିଗକୁ ଦେଖିଲେ ନାହିଁ। ତେବେ ଏଥିପ୍ରତି ବହୁତ ଆଶା ଏବଂ ଆଶଙ୍କା ରହୁଛି। ବହୁତ ଦୁଃଖ ଲାଗୁଛି ମଧ୍ୟ କଳାକାରମାନଙ୍କୁ। ବଡ଼ କଥା ହେଲା, ନୂଆ ସରକାରକୁ କ୍ଷମତାକୁ ଆସିବା ପରେ ଓଡ଼ିଆ ସିନେମାର ଉନ୍ନତି କଥା ଚିନ୍ତା କରିଥାନ୍ତେ ସିନା, ଅବନତି ହୋଇଗଲା ଓଡ଼ିଆ ସିନେମାର। ଯେପରିକି ମନ୍ତ୍ରୀ କହିଛନ୍ତି ସବୁ ହେବ, ହେଲେ କିନ୍ତୁ କେତେବେଳେ? ବଜେଟ୍ ଆସିଲା, ହେଲେ କିଛି ହେଲା ନାହିଁ। ତେବେ ଅଭିନେତା ବୃଦ୍ଧାଦିତ୍ୟ ମହାନ୍ତି କହିଛନ୍ତି, ଗତ ସରକାରରେ ଆମେ ଧାରଣାରେ ବସିଥିଲୁ, ବହୁ ଆଲୋଚନା ମଧ୍ୟ ହୋଇଥିଲା। ଏବେ ନୂଆ ସରକାର, ଏଥିରେ ଲୋକ କଳାକାରକୁ ନେତା ହେବାର ସୁଯୋଗ ମଧ୍ୟ ମିଳିଛି। ବହୁତ କଳାକାର ଏବେ ନେତା ମଧ୍ୟ ହୋଇଛନ୍ତି। ଅଭିନେତା ପାର୍ଥସାରଥୀ ରାୟ ମଧ୍ୟ ସିନେମା ଶିଳ୍ପ ପାଇଁ ବହୁତ କଷ୍ଟ କରିଛନ୍ତି। ଅଭିନେତା ପାର୍ଥସାରଥୀ ରାୟ କହିଛନ୍ତି, ସିନେମା ଶିଳ୍ପ ସମସ୍ତଙ୍କ ପାଇଁ ଉଦାସୀନତା ହୋଇ ରହିବ। ମିଡ଼ିଆ ପ୍ଲାଣ୍ଟରେ ବହୁତ ଆଗକୁ ଓଡ଼ିଆ ଶିଳ୍ପକୁ ଯିବାର ଅଛି। ତେବେ ସିଦ୍ଧାର୍ଥ ମହାପାତ୍ର ମଧ୍ୟ ବିଜେପିର ଗୋଟିଏ ତୁଙ୍ଗ ନେତା ଭାବରେ ଉଭା ହୋଇଛନ୍ତି ଏବଂ ବିଜେପିର ସେ ଜଣେ ମନ୍ତ୍ରୀପଦ ମଧ୍ୟ ପାଇଛନ୍ତି। ଆକାଶ ଦାସ ନାୟକ ମଧ୍ୟ ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିରୁ ଅଟନ୍ତି। ଆକାଶ ଦାସ ଏବେ ମଧ୍ୟ ସାଂସଦ ଅଛନ୍ତି। ତେବେ ଆକାଶ ଦାସ ନାୟକ ଚାହିଁଲେ ଓଡ଼ିଆ ସିନେମାକୁ ଗୋଟିଏ ନୂଆ ରୂପରେଖ ଦେଇପାରିବେ ବୋଲି ଲୋକମାନେ କହିଛନ୍ତି। ସରକାରକୁ ପରାମର୍ଶ ଦିଆଯାଉଛି ଯେ ପୂର୍ବ ସରକାର 200 କୋଟି ଦେଇଥିଲେ, ଏବେ ଆପଣ 1000 କୋଟି ଦିଅନ୍ତୁ ଏବଂ ଓଡ଼ିଆ ସିନେମାକୁ ଆଗକୁ ବଢ଼ାଇବାକୁ ସମସ୍ତେ ସଂକଳ୍ପ ନିଅନ୍ତୁ।